ମୋର ପାପ କରିଦିଅ କ୍ଷମା, ମୋର ପାପ କରିଦିଅ। ମୁଁ ଦେଖେ ଏମାନଙ୍କୁ ଲାଜ ସରମ ଅଛି କି ନାହିଁ। ସମୟରେ କି ହଉ ଅସମୟରେ ହଉ ତୁମେ କ'ଣ କର, ବାକ୍ୟ ପ୍ରଚାର କର, କିନ୍ତୁ ବାକ୍ୟରେ କୌଣସି ଅନ୍ୟ ଉଦାହରଣ କିମ୍ବା ଅନ୍ୟ ଜିନିଷ ଆଣିବ ନାହିଁ। କିନ୍ତୁ ଏମାନେ ଫୁଲ୍ ପିଟ୍ ପାଇଲା ପରେ କ'ଣ କରୁଛନ୍ତି, ଡେମ୍ସା ନାଚ ଦେଖାଉଛନ୍ତି। ସେମାନେ ଆଜି ସେ ଭାବବାଦୀ ଲେଖିଥିବା ଶାସ୍ତ୍ରାଂଶରେ ଆମେ ଦେଖୁ ଯେ ଏମାନେ ହେଉଛନ୍ତି କ'ଣ, କୁକୁର। ଆସନ୍ତୁ ଆମେ ଶାସ୍ତ୍ର ପାଠ ପଢ଼ିଦେବା। ଜିସାୟ 56:11। ଆହୁରି ସେହି କୁକୁରମାନେ ପେଟୁକ, ସେମାନେ କେବେ ତୃପ୍ତ ନୁହନ୍ତି, ଆଉ ଏମାନେ ବିବେଚନା ଶୂନ୍ୟ ପାଳକ। ସେ ସମସ୍ତେ ଚାରିଆଡ଼ରୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟରେ ଫେରି ଅଛନ୍ତି। ଆମେ ଏଠି ଦେଖୁଛୁ ଯେ ଆହୁରି ସେହି କୁକୁରମାନେ ପେଟୁକ, ସେମାନେ କେବେ ତୃପ୍ତ ନୁହନ୍ତି, ଆଉ ସେମାନେ ବିବେଚନା ଶୂନ୍ୟ ପାଳକ। ସେ ସମସ୍ତେ ଚାରିଆଡ଼ରୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟରେ ଫେରି ଯାଇ ଅଛନ୍ତି। ଆଉ ଏଠି ଦେଖୁଛୁ ଯେ ଲାଭ ପାଇଁ, ପଇସା ପାଇଁ, କୋଟି ଅଧିକ ପଇସା ଦେଲେ ଯାଇକି ଢେମ୍ସା ଖେଳ ବା ନାଚ ଦେଖେଇବା, ଏଇଟା ହେଉଛି ତାଙ୍କର ସେବା। ସେଥିପାଇଁ ଶେଷ ଦିନରେ ସତ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଥିବା ଈଶ୍ୱରଙ୍କ ସେବକମାନଙ୍କୁ ସ୍ୱାଗତ କରନ୍ତୁ। ମାସ ସାରା କାମ କଲେ 15,000 ଟଙ୍କା ପାଉଛନ୍ତି, ମାସ ସାରା ପରିଶ୍ରମ କଲେ ମାନେ ଏତିକି ପାଉଛନ୍ତି ଲୋକମାନେ ଅନ୍ୟ ଦେଶକୁ ଯାଇ ଦାଦନ ଖଟିକି, କିନ୍ତୁ ଗୋଟିଏ ଦିନ ଯାଇକି ସେମାନେ ଫୁଲ୍ ପିଟିରେ ଡେମ୍ସା ନାଚ ଦେଖେଇଦେଲେ, ସେମାନେ ହେଉଛି 15,000 ଟଙ୍କା। ଭଲ, ଆଉ ଲାଜ ଶରମ ଲାଗୁନାହିଁ। ପ୍ରେଜ୍ ଲର୍ଡ। ପ୍ରଥମ ମ୍ୟାଡ଼ାମ୍ ଧନ୍ୟବାଦ ହଉ, ପରମେଶ୍ୱର କେତେ ଅନୁଗ୍ରହ କଲେ, ଆଜି ଆପଣମାନଙ୍କ ନିକଟରେ ଆଉ ଗୋଟେ ଶିକ୍ଷା ନେଇ ଆସିବା ପାଇଁ ସୁଯୋଗ ଦେଲେ, ସେଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ମୁଁ ସମସ୍ତ ମୋର ପ୍ରେଜ୍ ଲର୍ଡ ଜଣେ ପ୍ରେଜ୍ ଲର୍ଡ। ଆଜିର ଶିକ୍ଷା ହେଉଛି କ'ଣ, 3ଗୋଟି ଅକ୍ଷର। 3ଟି ଅକ୍ଷର ଜଣେ ଜ୍ଞାନୀ ମୋ ପାଖକୁ ଲେଖିଛନ୍ତି ଯେ 3ଟି ଅକ୍ଷର, ଆଉ 3ଟି ଅକ୍ଷର ହେଉଛି କ'ଣ, କୁକୁର। ଆଉ ସେ କୁକୁରକୁ ଇଂଲିଶରେ ଯଦି ଲେଖାଯାଏ ସେଟା ମଧ୍ୟ 3ଟି ଅକ୍ଷର DOG, ଏବଂ ତା'ର ଯଦି ଓଡ଼ିଆରେ ଲେଖାଯାଏ ଡଗ୍କୁ 2ଟି ଅକ୍ଷର। ତେବେ ଯାହା ବି ହେଉ ଆଜି ସେଇ ମହାଶୟଙ୍କର ବିଷୟ ଶିଖିବା, କିନ୍ତୁ ତା ପୂର୍ବରୁ ମନୋରଞ୍ଜନ ନିମନ୍ତେ ତାଙ୍କର ଗୁରୁଙ୍କର ସେ ଡାନ୍ସ ଟିକେ ଆମେ ଦେଖିବା, ତାପରେ ଆମେ ଶିଖିବା। ଆସନ୍ତୁ ଆମେ ଡାନ୍ସ ଦେଖିବା। ଖାଲି ଗୀତ ଗାଇଲା ବେଳକୁ ମନ ପରି ପ୍ରଭୁ ମନଟିଏ, ଆକୁ ଦେବେ ପୁଣି ମନ ପରି ମନ, କାହାକୁ, ଏ ଛନ ଛନକୁ। ଏ ରାତି ଯାକ ଛନ ଛନ, ଆକୁ ଦେଖି ଛନ ଛନ, ମୋବାଇଲ ଦେଖି ଛନ ଛନ। କ'ଣ ଗୋଟେ ଗୀତ ଆପଣ ଶୁଣିଛନ୍ତି କି ନା ମୁଁ ଜାଣିନାହିଁ। ସେ ଗୀତ ଅଛି, ମୋର ପାପ କରିଦିଅ କ୍ଷମା, ମୋର ପାପ କରିଦିଅ କ୍ଷମା, ଏ ଯୀଶୁ ରାଜା ସୁନ୍ଦର ରାଜା ରେ ସୁନ୍ଦର ରାଜା। କ'ଣ କ'ଣ ଏ ଯୀଶୁ ରାଜା ସୁନ୍ଦର ରାଜା, ମୋର ପାପ କରିଦିଅ କ୍ଷମା, ପାପ କରିଦିଅ କ୍ଷମା ବୋଲି ଢେମ୍ସା ଧରବ କି? ମୋର ପାପ କରିଦିଅ କ୍ଷମା, ମୋର ପାପ କରିଦିଅ। ମୁଁ ଦେଖେ ଏମାନଙ୍କୁ ଲାଜ ସରମ ଅଛି କି ନାହିଁ। ମୋର ଖାଲି ଢେମ୍ସା, ବୁଝିବେ କ'ଣ ବୋଲି ବୁଝିବେ। ଆମେ ଦେଖିଲୁ ଯେ ମହାଶୟ ଲେଖିଛନ୍ତି କ'ଣ, ଆପଣଙ୍କ ଭିଡ଼ିଓ ଦେଖି ହିନ୍ଦୁ ଲୋକମାନେ କ'ଣ କହିବେ, ଆପଣଙ୍କର ଲାଜ ଅଛି ନା ନାହିଁ। ଖ୍ରୀଷ୍ଟିଆନ ହେଇ ଖ୍ରୀଷ୍ଟିଆନକୁ ବିରୋଧ କରୁଛନ୍ତି। ଏହିପରି ବ୍ୟକ୍ତିଙ୍କୁ କୁହନ୍ତି 3 ଅକ୍ଷର କୁକୁର। ବୁଝିଲ ତ? ମାନେ ମୋତେ ବୁଝେଇଛନ୍ତି ଯେ ଏହି ବ୍ୟକ୍ତିଙ୍କୁ କ'ଣ କହନ୍ତି, 3 ଅକ୍ଷର କୁକୁର। କିନ୍ତୁ ତାଙ୍କର ଯେଉଁ ବକ୍ତା ମାନେ କ'ଣ, ଇଂଲିଶରେ କୁହାଯାଉଛି ସ୍ପିକର। ସ୍ପିକର ମାନେ କ'ଣ, ମାଇକା ସେଟ୍। ମାଇକା ସେଟ୍କୁ କ'ଣ କହନ୍ତି, ସ୍ପିକର ଯାକ ଲଗାନ୍ତି, ସ୍ପିକର। ଆଉ
प्रभु जीशुख्रीष्ट जो पृथ्वी थिले सेतेबेले गोटे उदाहरण कही जे से उदाहरणटी होची जे कौन अब्राहम कूल लाजार बसी धनी नरखरे अच्छा सेते को कहले जे धनी ऊपर को देखी कहले माने अब्राहम को जे से लोक को पठाओ मोर 5 भाई अच्छा से मान को जाकि टिके शिक्षा दिंतु सेते अब्राहम कहले जे सेठी भाववादी एवं धर्मशास्त्र अच्छी माने से एरिया लोक मैंने अच्छा सीटी शिक्षा देवाई से धर्मशास्त्र अच्छी किंतु ए भड़ाटिया माने होचन कौन स्पीकर स्पीकर माने माइक सेटर लगी थाए ए स्पीकर जाक तांको भितर कामुड़ा कामुड़े होचंती किंतु ये महाशय मते लिखिछंती गत दिन मानक सावधान लिखिथिले तार उत्तर मु जेतेबेल रखली आउ थोड़ी भी बुझी पारे डबल तार देखंतु से भी चश्मा लगेछंती चश्मा 40 वर्ष रु ऊर्ध्व हेले लगाती जोटा कि 40 हैला परे आर बयस कम किंतु चश्मा लगेछंती कि देखि पारु नांती जे कोटे अच्छी जहाँ भी हो यही जो कुकुर मध्य बहुत शिक्षण जिस अच्छी जिते गोटे जगार जीशुख्रीष्ट अच्छा से जड़े माँ जाकि अनुरोध कला जे तांको छुआपाई जे मोर छुआर देह असुस्थ अच्छी से जीशु कहले कौन संतान मानक आहार कुकुर मानक दियो ना ताने से भाभी जे तांकर इस्राएल गोष्ठी तांकर लोक ही केवल संतान किंतु अन्य माने संतान नुहते से पर्यंत जो पर्यंत पवित्र आत्मा कर शिक्षा बा पवित्र आत्मा शिष्य माने पाई नथिले सेते पर्यंत तांकर धारणा थिला जे मु जिहुदी मानक प्रथार जदि बाहर को जीवी ताहाले जिहुदी माने मते प्रतिबंधक हेबे एई चिंताधारा से कहउछंती जे संतान मानकर आहार कुकुर मानक दियो ना किंतु सेते बेलकु से माटी जेते नेहुराई कि कहले कुकुर मान जे मेजरे पड़ी गुंडी गुंडा खाती बोल जिते निजक समर्पण कले निजक उत्सर्गीकृत कले निजक नम्र कले सेते कहले जे जाओ तुम पिलाटी सुस्थ है से आम देखुचु जे प्रेरित पाउल मंडली गुड़ाक लिखुंट एणु मु तुम मान को अनुरोध करे तुम्बे माने मोहर अनुकारी हुओ कहार अनुकारी प्रेरित पाउल कहते मोहर अनुकारी हुओ तांकर काम कौन से निज हस्तर काम करते प्रेरित 20 अध्याय 33 और 34 पद लिखाई जे मु कहार सुना कि रूपा मु लोभ करी नाही मु निज हस्तरे परिश्रम करी हाँ मु संगी मान साहाय्य करुच्ची एवं मु मो ईश्वर को सेवा कार्य करुच्ची किंतु आज ए स्पीकर जाक आसबे आसबे एवं गोटे थर जड़े स्पीकर आसाला सी आसला आसला कोटगड़ पहुँचला तार आउ सुवर्णगिरी जीवाई ताकू बस रे आसत आज्ञा बोली कह ना मु बस रे जीवी ना कहीं जीव ताकू आ गोटे कार जीव कार जाकि धरिक आसब से जो थिले सेटू आसिले कोटगड़ पर्यंत बस रे आसिले किंतु कोटगड़ ठार सुवर्णगिरी आज्ञा बस रे आसतु मु बस रे जीवी ना जेहेतु स्पीकर जाक माइक सेट जाक किए भंगा भंगी करदे भांगीदे ताऊपर बसबे कौन करेंगे से जागृत नेबा पड़ो जेहेतु मिसिन जाक ना भांग से सेपारेट गाड़ी दरकार गोटे ठार मुझे देखी जे जड़े डॉक्टर जाइए मीटिंग रे एवं डॉक्टर स्त्री जाइए 2 जन जाइए किंतु सेठी जो स्पीकर तार भड़ा टंका हूँ 15,000 टंका स्पीकर आउ से स्पीकर आउ देसी कुकुड़ा खाइबे ये जो ब्रॉयलर ना आउ से 15,000 टंका नेले से स्पीकर जिते पहुँचले जी कि चर्च जाक फाउंडेशन कर चर्च जाक अच्छी प्राय माने 20-30टा से व्यक्ति को सेते सम्मान नहीं ताहाको हालेलुया प्रेज द लॉर्ड करके संबर्धना जणाइबार नहीं किबा ताहाको गला बेले को आपण आसी सार मीटिंग को खुशी रे आपण ये जानतु बोल कि अर्थ खर्च भी नहीं किंतु स्पीकर को कते दिया 15,000 टंका माने भड़ाटिया ए स्पीकर जाक निजे निजे भितर कामुड़ा कामुड़ी होउछंती किंतु मु ठीक जिनस कहली बोली मते सावधान सुशांत कार ओइठा के कुकुर जो कुकुर कही तो कुकुर केते प्रकार कुकुर हूँ भल कुकुर जोटा कि शिंकुली बंधा कुकुर जोटा ट्रेनिंग दिया कुकुर ताकू मु सम्मान दिए कहीं
ବଡ଼ ବଡ଼ ନେତାମାନେ ଯେତେବେଳେ ଆସନ୍ତି ସେତେବେଳକୁ ମଣିଷ ହେଉଛି ସ୍ୱାର୍ଥପର ମଣିଷ। ସେ କ'ଣ କରିଛି, କୁକୁରକୁ ଟ୍ରେନିଂ ଦେଇଛି। ଆଉ ସେ କୁକୁରକୁ କ'ଣ କରନ୍ତି, ବୋମା ଅଛି କି ନାହିଁ ବୋଲି ଫିଲ୍ଡ ଚେକ୍ କରିବା, କିମ୍ବା ବର୍ତ୍ତମାନ ଯେଉଁଟା ଚାଲିଛି ଜଙ୍ଗଲ ମାମୁଁମାନଙ୍କ ରାଜ। ଆଉ ଜଙ୍ଗଲ ମାମୁଁମାନେ ଯେଉଁଠିକି ପୁତି ଥିବେ ବୋମା କିମ୍ବା ନହେଲେ ଲ୍ୟାଣ୍ଡଲାଇନ୍ ବିସ୍ତାର କରିଥିବେ, ତାହେଲେ ସେ କୁକୁର ଦ୍ୱାରା ଚେକ୍ କରାଯାଉଛି। କୁକୁର ଇନୋସେଣ୍ଟ, କୁକୁର ବିଶ୍ୱସ୍ତ, କୁକୁର କଥା ଶୁଣେ, ତାର ମାଲିକର କଥା ଶୁଣେ। ସେଥିପାଇଁ ଆମ ଜାତିର ଲୋକମାନେ, ଆଦିବାସୀ ଲୋକମାନେ ଯେତେବେଳେ କାନ୍ଦୁଳ ଗୁଡ଼ିଏ କରନ୍ତି, ତାପରେ ସେମାନେ କ'ଣ କରନ୍ତି, କୁକୁର ପୋଷନ୍ତି। ଆଉ ଯେତେବେଳେ ମାଙ୍କଡ଼ ତୋଡ଼ିବା ପାଇଁ, ଯେତେବେଳେ ମାଙ୍କଡ଼ ବି 3ଟି ଅକ୍ଷର ମାଙ୍କଡ଼, ସେ ମାଙ୍କଡ଼ ଯେତେବେଳେ କାନ୍ଦୁଳ ଖାଇବାକୁ ଆସେ, ଆମ ଏରିଆରେ ବହୁତ କାନ୍ଦୁଳ ଚାଷ ହୁଏ। ଆଉ କାନ୍ଦୁଳ ଖାଇବାକୁ ଆସେ, ସେ କ'ଣ କରନ୍ତି, ନିଜେ ତୋଡ଼ି ନ ପାରିଲେ ବେକାର, ସେ ତାଙ୍କ ପାଖରେ କୁକୁର ନଥିଲେ ବି, ପୋଷି ନଥିଲେ ବି, ଧରିଲେ କୁକୁର ନା ଧରିଲେ ସେ ମାଙ୍କଡ଼ ଯାକ ଧାଇଁ ଯାଆନ୍ତି। କିମ୍ବା ନିଜର କୁକୁର ଅଛି ବୋଲି କହିଲେ ତାକୁ ଚିଚ୍ 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 ବୋଲି କହିଦେଲେ ସେ ଯାଇକି ସେ କୁକୁର ସେ ମାଙ୍କଡ଼ ତାକୁ ତଡ଼ି ଥାଏ। ସେଥିପାଇଁ କୁକୁର ଉପକାର ପାଇ ବା ମଣିଷର ବିଶ୍ୱସ୍ତ ଦାସ ପରି କାମ କରିଥାଏ। ଆଉ କୁକୁର ବିଷୟ ଅନେକ ଅଛି। ସେଥିପାଇଁ ଫିଲିପିଓ ମଣ୍ଡଳୀ ପ୍ରେରିତ ପାଉଲ ଲେଖିଲେ ଯେ 3:2 କୁକୁରମାନଙ୍କ ଠାରୁ ସାବଧାନ। ଏ କୁକୁର ବୁଲା କୁକୁରମାନଙ୍କ ଠାରୁ ସାବଧାନ। ଏମାନଙ୍କର ମଣ୍ଡଳୀ ନାହିଁ ଗଜପତିରେ, ଏମାନଙ୍କୁ ସ୍ୱାଧୀନ ପାଳକ ବୋଲିକି ସେମାନେ ବୁଲିବେ, କିନ୍ତୁ ଯେଉଁଟାକି ଆଦିବାସୀ ସମ୍ମିଳନୀ ବା ସୌରା ସମ୍ମିଳନୀ ଅଛି, ସେଇଟା ଗୋଟେ ଏଇ ପ୍ରକାର ଷ୍ଟ୍ରଙ୍ଗ ଅଛି ଯେ ସେଠି ଆଉ ଏମାନେ ପଶିପାରିବେ ନାହିଁ। ଆଉ ତାଙ୍କର ଗୋଟେ ଗୋଟେ ସଭା ହୁଏ, ହଜାର ହଜାର ଲୋକ। କିନ୍ତୁ ଏଇ ଯେଉଁ କେତେଜଣ ସ୍ପିକର, ଯେଉଁଟାକି ଭଡ଼ାଟିଆ ସ୍ପିକର ଯାକ ନେଇକି ଲଗେଇକି ଆଜି କ'ଣ କଲେ, ସୋସିଆଲ ମିଡ଼ିଆକୁ ଦୂଷିତ କରୁଛନ୍ତି, କିନ୍ତୁ ମୋତେ କହୁଛନ୍ତି ଆପଣ ସେଇଟା କରୁଛନ୍ତି। ସେଥିପାଇଁ ଆପଣମାନେ ସତର୍କ ହୁଅନ୍ତୁ। ଶେଷ ଦିନରେ ଜ୍ଞାନୀ ସଲୋମନ କହିଲେ ଗୀତ 26:11 ଆପଣା ବାନ୍ତି ପ୍ରତି ଫେରିବା କୁକୁର ଯେପରି ପୁନଃ ପୁନଃ ଆପଣା ଅଜ୍ଞାନତାର କର୍ମ କରିବା ମୂର୍ଖ ସେହିପରି। ଏଇ ମୂର୍ଖ ଲେଖିଥିଲେ ସାବଧାନ, ଆଉ ଏବେ ବି ଲେଖିଛନ୍ତି ସାବଧାନ, କିନ୍ତୁ ଯେଉଁମାନଙ୍କୁ ସାବଧାନ କରିବା କଥା ସେମାନଙ୍କୁ କରୁନାହାନ୍ତି। ମାନେ ସେମାନେ ତ ସ୍ପିକର ଦେଖ ନା, ସେ ଭଡ଼ାଟିଆ ସ୍ପିକର ନ ବାଜିଲେ କ'ଣ ନାଚ ହେବ କି? ଏବେ କେମିତି ସୁନ୍ଦର ଭାବରେ ନାଚି ଦେଉଛନ୍ତି, ନାଚ ତ ଦେଖିବାକୁ ପଡ଼ିବ। ଶେଷ ଯୁଗରେ ସେମାନେ କ'ଣ ଯେ ଏମିତି କଳ୍ପିତ କାହାଣୀ ଉପରେ ଶିକ୍ଷା ଦେବା ଲୋକମାନଙ୍କୁ ଆବଶ୍ୟକ। ପ୍ରେରିତ ପାଉଲ କହୁଛନ୍ତି ସେଇ ଲୋକମାନଙ୍କୁ ଦରକାର ହେବ ଶେଷ ଦିନରେ। ସେଥିପାଇଁ ଆମେ ଶେଷ ଦିନରେ ବଞ୍ଚିବା ହେଲେ ସତର୍କ ହୋଇକି ରହିବାକୁ ପଡ଼ିବ। ଏପିସିଏ ମଣ୍ଡଳୀ ପ୍ରେରିତ ପାଉଲ ଲେଖିଲେ 5:15 ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ବିଷୟରେ ସାବଧାନ ହୁଅ। ଅତଏବ ଅଜ୍ଞାନୀ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ବିଷୟରେ ତୁମେ କ'ଣ କର, ସାବଧାନ ହୁଅ। ସେଥିପାଇଁ ଶେଷ ଦିନରେ ଆମେ ଅଛୁ। ନିଜ ନିଜ ଆଚରଣ, ଆମେ କେମିତି ବଞ୍ଚୁଛୁ, କେମିତି ରହୁଛୁ ସେଟା ଶିଖୁ, ଏବଂ ନିଜ ହସ୍ତରେ କର୍ମ କରିକି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବାକୁ ଚେଷ୍ଟା କରୁ। ଆଉ ଏ ଭଡ଼ାଟିଆ ଯେଉଁଟା ସ୍ପିକରମାନଙ୍କୁ ଆଣି ଇଏ ବଢ଼ିଆ କହିଲା, ମୁଁ ଜଣେ ସ୍ପିକର କଥା ଶୁଣୁଥିଲି, ତାର ଚରିତ୍ର ଜିରୋ, ତାର ଚରିତ୍ର କିଛି ନାହିଁ, କିନ୍ତୁ ବାକ୍ୟ ଘୁଷି ଦେଇଛନ୍ତି ଅନର୍ଗଳା, କିନ୍ତୁ ତାଙ୍କର ଭଡ଼ା ହେଉଛି 15,000 ଟଙ୍କା। ସେ 15,000 ଟଙ୍କା ନେଇକି ଯିବେ ପ୍ରଚାର କରିବା ପାଇଁ। ପ୍ରଥମେ ଘର ତାପରେ ପର। ନିଜର ଘରର ପାଳକ ଯିଏ ଅଛି, ଯିଏ ପାଳନ କରିବା ପାଇଁ ଆମ ବାପାମାନେ ଆଉ ଦେଇପାରିବୁ ନାହିଁ ଅଧିକ ବୋଲିକି ସେଠୁ ଯେଉଁମାନେ ଈଶ୍ୱରଙ୍କର ବାକ୍ୟ ଶିକ୍ଷା ଦେଲେ ସେମାନେ କହିଲେ ଯେ ଖାଇବା ପୂର୍ବରୁ ଆମ ଘରକୁ ଯିଏ ଅତିଥି ଆସେ ତାକୁ ଆମେ ପ୍ରଥମେ ଖାଇବାକୁ ଦେଇଥାଉ। ସେଥିପାଇଁ ଆପଣମାନେ ଯେତେବେଳେ ରୋଷେଇ କରିବେ ସେତେବେଳେ କ'ଣ କରିବେ, ମୁଠାଟେ କାଢ଼ିକି ଗୋଟେ ଡବାରେ କିମ୍ବା ଗୋଟେ ଜାଗାରେ ରଖ, ଏବଂ ତାହା ପ୍ରତ୍ୟେକ ସପ୍ତାହର ପ୍ରଥମ ଦିନ, ଯେଉଁଟାକି ପ୍ରେରିତ ପାଉଲ କରନ୍ତି ମଣ୍ଡଳୀ ଲେଖିଲେ ସପ୍ତାହର ପ୍ରଥମ ଦିନ ଯେଉଁଦିନ ସମବେତ ହେବ ସେତେବେଳକୁ ସେଇ ସମସ୍ତ ଆସିକି କିଞ୍ଚିତ ମାନେ ତୁମର ଈଶ୍ୱରଙ୍କର ସେବକକୁ ଦିଅ। ସେ ପ୍ରଥା ଅନୁସାରେ ମାନେ ମୁଠି ଚାଉଳ ଯାହା କୁହା ହେଉଥିଲା, ମାନେ ରୋଷେଇ କରିବା ପୂର୍ବରୁ ମାଆ ମାନେ ପ୍ରାର୍ଥନା କରିବେ ଏବଂ ସେ ମୁଠାଟେ ଚାଉଳ କାଢ଼ିକି ରଖିବେ, ତାପରେ କ'ଣ କରିବେ, ଚାଉଳ ପକାଇବେ। ଆଉ ଏଇଟା ସପ୍ତାହକୁ ଥରେ ଈଶ୍ୱରଙ୍କ ସେବକକୁ ଦିଆଯାଏ ଏବଂ କିଛି ପଇସା ଏହି ପ୍ରକାର ଭାବରେ ଆଜି ମଣ୍ଡଳୀ ଗୁଡ଼ାକ ବଞ୍ଚେଇକି ଆସିଅଛନ୍ତି। କିନ୍ତୁ ବର୍ତ୍ତମାନ ନିଜ ପାଳକକୁ ସାଲାରୀ କମ୍, ଦରମା କମ୍, ପଇସା କିଛି ନାହିଁ, କହିବେ ଯେ
पड़ा झीर बयस पचार ना पाड़कर दरमा पचार ना किंतु ए स्पीकर गोटे दिन आसो प्राप्य से कौन प्राप्य मूल्य तार बापा ताकर मूल्य एतकी टंका देइथिला कि 15,000 टंका पाउछंती मास सारा परिश्रम कले माने एतकी पाउछंती लोक माने अन्य देश को जाए दादन खटिकी किंतु गोटे दिन जाइकी से माने फुल पिटी रे डेमसा नाच देखदेले से माने होते 15,000 टंका लाज शर्म लागुना जे कहते जे आम स्पीकर प्रथमे घर निजर पाड़क को देख निजर मंडली देख निजर सम्मेलन की देख निजर एरियार लोक मान उठाओ शिक्षक मान उत्पन्न कर से 5टा अच्छी जोटा कि प्रेरित पाउल एपीसी मंडली लिखिले जे 5टा स्तर रे मंडली गठन कर आत्मिक अभिवृद्धि हेब एवं ईश्वर राज्य निमित्त प्रस्तुत हेब आउ ए वर्ष को थरे वर्षा पानी गुदुगुदु आसीबो सेटा पानी पीबे ना माटी रे तळे पड़िबो किंतु जोटा भितरु बाहरुची से पानी को लोक माने पीबे अनेक कहबार अच्छी आज शिक्षा उपर प्रश्न आम प्रत्येक को आशीर्वाद करंतु रहिली नमस्कार प्रेज द लॉर्ड।